ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ମଞ୍ଚାସୀନ ଅତିଥି ଅଭ୍ୟାଗତ ଗଣ ଏବଂ ମୋର ପ୍ରିୟ ସାନ ବଡ଼ ଭାଇ ଓ ଭଉଣୀମାନେ, ଆଜି ଆମେ ସମସ୍ତେ ଏଠାରେ କାହିଁକି ଏକତ୍ରିତ ହୋଇଛନ୍ତି ତାହା ଆପଣମାନେ ଊଣା ଅଧିକ ଜାଣିଥିବେ। ଆଜି ହେଉଛି ଆମ ସମସ୍ତଙ୍କର ପ୍ରିୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପବିତ୍ର ଜନ୍ମ ଜୟନ୍ତୀ। ନେତାଜୀ ଓଡ଼ିଶାର କଟକ ଜିଲ୍ଲାରେ 23 ଜାନୁଆରୀ 1897 ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଜାନକୀନାଥ ବୋଷ ଓ ମାତାଙ୍କ ନାମ ପ୍ରଭାବତୀ ଦେବୀ। ସେ 1921 ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ସେ ଭାରତୀୟ ରାଜନୀତିରେ ଜଣେ ମହାନ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ଥିଲେ। ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ଦିଲ୍ଲୀ ଚଲୋ, ଜୟ ହିନ୍ଦ ତାଙ୍କ ଦ୍ୱାରା ଦିଆଯାଇଥିବା ପ୍ରସିଦ୍ଧ ସ୍ଲୋଗାନ। ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ 1942 ମସିହାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ। ଏହି ମହାପୁରୁଷଙ୍କର ମୃତ୍ୟୁ ଦିବସ ଆଜି ବି ସନ୍ଦେହ ଘେରରେ। ଆଜିର ଏହି ପବିତ୍ର ଦିବସରେ ମୁଁ ନେତାଜୀଙ୍କୁ କୋଟି କୋଟି ପ୍ରଣାମ ଜଣାଇ ମୋର ବକ୍ତବ୍ୟ ସମାପ୍ତ କରୁଅଛି। ଜୟ ହିନ୍ଦ, ଜୟ ଭାରତ।